ଇସ୍କନ ଶ୍ରୀ ଜଗନ୍ନାଥଙ୍କର ଅଦିନିଆ କାର୍ଯ୍ୟକ୍ରମ ବିରୋଧରେ କ୍ଷୋଭ। ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀ ପଶ୍ଚିମାଞ୍ଚଳ ସୁନ୍ଦରଗଡ଼ ଜିଲ୍ଲା ତରଫରୁ ଇସ୍କନ ଶ୍ରୀ ଜଗନ୍ନାଥଙ୍କର ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ ସହ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି। ଅଖିଳ ବ୍ରହ୍ମାଣ୍ଡନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ କିଛି ଦିନ ହେଲା ସାରା ବିଶ୍ୱରେ ଶ୍ରୀ ଜଗନ୍ନାଥ ପ୍ରାଣ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କିଛି ବର୍ଷ ଧରି ଭାରତ ଓ ବିଦେଶର ବିଭିନ୍ନ ସ୍ଥାନରେ ଇସ୍କନ ଦ୍ୱାରା ଅସମୟରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାରେ ପାଳନକୁ ନେଇ ସର୍ବତ୍ର ଚର୍ଚ୍ଚା ଲାଗି ରହିଛି। ବିଭିନ୍ନ ପ୍ରାଚୀନ ଶାସ୍ତ୍ର ବିଶେଷ କରି ବ୍ରହ୍ମ ପୁରାଣ ଏବଂ ସ୍କନ୍ଦ ପୁରାଣ ପୁରୁଷୋତ୍ତମ କ୍ଷେତ୍ର ମହାତ୍ମା ଅନୁସାରେ ଭଗବାନ ଶ୍ରୀ ଜଗନ୍ନାଥଙ୍କର ବାର୍ଷିକ ରଥଯାତ୍ରା କେବଳ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଆରମ୍ଭ ହୋଇ 9 ଦିନରେ ଅବିଧିରେ ସମ୍ପୂର୍ଣ୍ଣ ହୋଇଥାଏ। ଏହି ଯାତ୍ରାର ତିଥି ସ୍ୱୟଂ ଭଗବାନ ଶ୍ରୀ ଜଗନ୍ନାଥଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ। ଏହି ନିର୍ଦ୍ଧାରିତ ସମୟରେ କୌଣସି ବିଚ୍ୟୁତ ବିଶ୍ୱବାସୀଙ୍କ ପାଇଁ ପ୍ରତିକୂଳ ପରିଣାମ ଆଣିଥାଏ ବୋଲି ଶାସ୍ତ୍ରରେ ଦର୍ଶାଯାଇଛି। ପବିତ୍ର ଶାସ୍ତ୍ର ଏବଂ ପ୍ରାଚୀନ ପରମ୍ପରାର ଉଲ୍ଲଂଘନ କରି ଇସ୍କନ ସଂଗଠନ ଦ୍ୱାରା ପରିଚାଳିତ ଏହି ଅସମୟ ରଥଯାତ୍ରା ବନ୍ଦ କରିବା ପାଇଁ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂଳପୀଠର ପରିଚାଳନା ଦାୟିତ୍ୱରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପୁରୀ ପକ୍ଷରୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ପତ୍ର ଦିଆଯାଇଛି ଓ ଉଭୟ ପକ୍ଷର ବିଦ୍ୱାନମାନଙ୍କ ସହ ଶାସ୍ତ୍ରୀୟ ଆଲୋଚନା ମଧ୍ୟ କରାଯାଇଛି। ପରିଶେଷରେ 19/10/2025 ତାରିଖ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପୁରୀର ମୁଖ୍ୟ ପ୍ରଶାସନଙ୍କୁ ଏ ଚିଠି ମାଧ୍ୟମରେ ଇସ୍କନ ପରିଚାଳନା ପରିଷଦ କମିଶନ ମାୟାପୁର ଜିବିସି ଦ୍ୱାରା ଭାରତ ବାହାରେ ଥିବା ଦେଶଗୁଡ଼ିକରେ ବର୍ଷସାରା ବିଭିନ୍ନ ତାରିଖରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ଜାରି ରଖିବା ଏବଂ କେବଳ ଉପରୋକ୍ତ ଶୁଭ 9 ଦିନରେ ଅବିଧି ମଧ୍ୟରେ ଭାରତ ମଧ୍ୟରେ ଏହି ଯାତ୍ରା କରିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ଜଣାଇଛନ୍ତି। ଜେବିସିର ଉପରୋକ୍ତ ନିଷ୍ପତ୍ତି ଅନୁଯାୟୀ ଇସ୍କନ ଗତ କିଛି ମାସ ଧରି ଶାସ୍ତ୍ର ଏବଂ ପରମ୍ପରା ଉଲ୍ଲଂଘନ କରି ବିଶ୍ୱର ବିଭିନ୍ନ ସ୍ଥାନରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପ୍ରଦର୍ଶନ କରିଛି। ଯେପରିକି ୱାରି ସିଟ୍ ନାଇଜେରିଆ 22 ନଭେମ୍ବର 2025, ତାଇପେସି ସିଟ୍ ତାଇୱାନ 23 ନଭେମ୍ବର 2025, ଧରାନ ନେପାଳ 6 ଡିସେମ୍ବର 2025, କେପଟାଉନ ଦକ୍ଷିଣ ଆଫ୍ରିକା 13 ଡିସେମ୍ବର 2025, ସାବେରାଙ୍ଗ ଜୟା ପେନାଙ୍ଗ ମାଲେସିଆ 13 ଡିସେମ୍ବର 2025, ସାନଜୁଆନ ପୁଏର୍ଟୋ ରିକୋ ଆମେରିକା 27 ଡିସେମ୍ବର 2025, ଆକଲ୍ୟାଣ୍ଡ ନ୍ୟୁଜିଲାଣ୍ଡ 1 ଜାନୁଆରୀ 2026, କୁଆଲାଲମପୁର ମାଲେସିଆ 3 ଜାନୁଆରୀ 2026, ମିଆମି ଫ୍ଲୋରିଡା ଆମେରିକା 4 ଜାନୁଆରୀ 2026 ଏବଂ ଫୋରିନ୍ସ ଆରିଜୋନା ଆମେରିକା 18 ଜାନୁଆରୀ 2026। ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଏକ ଜାତୀୟ ସ୍ତରୀୟ ଶ୍ରୀ ଜଗନ୍ନାଥ ଚେତନା ଭିତ୍ତିକ ସାଂସ୍କୃତିକ ସଂଗଠନ ଯାହାର କେନ୍ଦ୍ରୀୟ କାର୍ଯ୍ୟାଳୟ ଶ୍ରୀ ଜଗନ୍ନାଥ ଧାମ ପୁରୀରେ ଅବସ୍ଥିତ। ଏହି ସଂଗଠନ ମୁଖ୍ୟତଃ ସାରା ବିଶ୍ୱରେ ଶ୍ରୀ ଜଗନ୍ନାଥଙ୍କର ଦର୍ଶନ ସଂସ୍କୃତି ଓ ପରମ୍ପରା ଗବେଷଣା ପ୍ରଶିକ୍ଷଣ ଏବଂ ପ୍ରଚାର ପ୍ରସାରରେ ନିୟୋଜିତ। ଏହାର ପଶ୍ଚିମାଞ୍ଚଳ ଶାଖା ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆଲୋଚନା ପରେ ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପ୍ରତିଷ୍ଠାନ ପକ୍ଷରୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ସ୍ୱତନ୍ତ୍ର ପତ୍ର ମାଧ୍ୟମରେ ବିଶ୍ୱର ବିଭିନ୍ନ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କର ଅସମୟ ରଥଯାତ୍ରାର ପ୍ରଦର୍ଶନକୁ ଯଥାଶୀଘ୍ର ବନ୍ଦ କରିବାକୁ ଏବଂ ଶାସ୍ତ୍ର ପରମ୍ପରା ଦ୍ୱାରା ନିର୍ଦ୍ଧାରିତ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ଆରମ୍ଭ ହୋଇଥିବା ପବିତ୍ର 9 ଦିନର ଅବିଧିରେ ହିଁ ପରମେଶ୍ୱର ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥଙ୍କର ଏହି ପବିତ୍ର ଯାତ୍ରା ପାଳନ କରିବାକୁ ପତ୍ର ମାଧ୍ୟମରେ ନିବେଦନ କରାଯାଇଛି। ଏହି ପତ୍ରର ଅବିକଳ ନକଲ ପରମ ପୂଜ୍ୟପାଦ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ, ଭାରତର ମାନ୍ୟବର ରାଷ୍ଟ୍ରପତି, ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ, ଭାରତର ମାନ୍ୟବର ଗୃହମନ୍ତ୍ରୀ, ମାନ୍ୟବର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ, ଓଡ଼ିଶାର ମାନ୍ୟବର ରାଜ୍ୟପାଳ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଆଇନ ମନ୍ତ୍ରୀ, ପରମ ପୂଜ୍ୟ ଗଜପତି ମହାରାଜ ପୁରୀ ତଥା ମୁଖ୍ୟ ପ୍ରଶାସନ ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀର ନିକଟକୁ ପଠାଯାଇଛି। ପ୍ରତିଷ୍ଠାନ ପକ୍ଷରୁ ଆଶା କରାଯାଉଛି ଯେ ଇସ୍କନ କର୍ତ୍ତୃପକ୍ଷ ବିଶ୍ୱର ଅଗଣିତ ଭକ୍ତଙ୍କ ଧାର୍ମିକ ଭାବନା ପ୍ରତି ଉପଯୁକ୍ତ ସମ୍ବେଦନଶୀଳତା ଓ ଶ୍ରଦ୍ଧାର ସହିତ ଏହି ବିଷୟକୁ ବିଚାର କରିବେ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗୌରବମୟ ଐତିହ୍ୟକୁ ବଜାୟ ରଖିବେ। ନଚେତ ଅନୁଷ୍ଠାନ ମଧ୍ୟରେ ଆନ୍ଦୋଳନମୂଳକ ପନ୍ଥା ଗ୍ରହଣ କରାଯିବ। ପ୍ରତ୍ୟେକ ଇସ୍କନ ମନ୍ଦିର ଓ ଅନୁଷ୍ଠାନ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଉଦିତନଗର ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ବୈଠକରେ
प्रतिष्ठान राउरकेला सभापति श्री त्रिनाथ दास मोहिनी और उपसभापति श्री सुभाष पात्र, समाजसेवी हरिहर राउतराय, दिलीप कर, सुनाकर नायक, सूर्यमणि बेहेरा, श्री जगन्नाथ संस्कृति गवेषक रुद्रनारायण स्वाई, केदारनाथ पाढ़ी, रामचंद्र ओझा प्रमुख उपस्थित थिले। राउरकेला कुंज बिहारी राउतଙ୍କ रिपोर्ट मसीहा न्यूज। सर आपणक परिचय ओ आज जो बैठक होती तार सारमर्म कौन रही? मोर नाम त्रिनाथ दास मोहिनी, आम जगन्नाथ संस्कृति चेतना गवेषणा प्रतिष्ठान सुंदरगढ़ जिलार मो सभापति। आज पश्चिमांचल आमर सभ्य मैंने जो मैंने सब अच्छा सब ये जगह गोटे मीटिंग डका जाइतिला। मीटिंग रे या स्थिर करा जाइछि जे जो प्रकार कार्यक्रम जगन्नाथ संस्कृति उपरे आघात करिछि इस्कन ताको आम दृढ़ भाव में आम प्रतिवाद करुचु, निंदा करुचु एवं ओडिशा सरकार तथा भारत सरकार मध्य ये पशिबा दरकार। कहीं आमर संस्कृति उपर जिते आघात होउछि एटा ओडिया केबे भी सही पारिबनी। महाप्रभु जगन्नाथ होउछंती ओडिया प्राणर से माने आधार एवं ओडिया तर जो परिचय अच्छी महाप्रभु जगन्नाथ को नहीं करी आओ ये काली तैयारी जो कालिकार तैयारी जो इस्कन परंपरा आउ जार हेड ऑफिस की अमेरिका रे अच्छी सीए से माने ये माने षड्यंत्र करुछंती ओडिशा जगन्नाथ संस्कृति को से माने ताको नष्ट भ्रष्ट करिया पई बोली याकू आमे माने घोर निंदा करूछु एवं या पर पदक्षेप आम नबू जदि से तुरंत इस्कन कर्तृपक्ष को आमर सरकार आपको बंद करंतु पदक्षेप नियंतु नले एथिरे ओडिया समस्त ओडिशार समस्त जगन्नाथ मंदिर रे प्रतिवाद करा जिवो एवं या तुरंत बंद हवा दरकार। आ महाप्रभु जगन्नाथ पुरी रे कौन सत्य जुगर अच्छा जितेबले स्कंद पुराण कथा आसो से स्कंद पुराण लेखा अच्छी व्यासदेव द्वारा जे कि सत्य जुगरू यही स्कंद पुराण रचित अच्छी ता विषय जो नीति नियम अनुजाई कि जगन्नाथ संस्कृतिर महाप्रभु जगन्नाथ पूजा हो प्रथम एवं जगन्नाथ धाम रो जो विचारधारा अच्छी जो नीति अच्छी से नीति को नीति अनुजाई आषाढ़ शुक्ल द्वितीय 9 दिन को रथयात्रा पालन कर परिवर्ते से माने विभिन्न जगार से माने देश विदेश एवं से माने यही परंपरा को से माने नष्ट करने को चाहते से निजर स्वतंत्र करके से माने रथयात्रा कर महाप्रभु जगन्नाथ नाँ जार इस्कन कौन प्रकार अधिकार नहीं तेणु तुरंत जगन्नाथ इस्कन यार को धन्यवाद 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 सर। सर आपण परिचय आज जो बैठक हो जो इस्कन जो नीति विरुद्ध कार्यक्रम होची से संपर्क में पदे। मो हरि राउतराय जड़े जगन्नाथ प्रेमी जगन्नाथ संस्कृति की विश्वास करे पुरी गजपति महाराज एवं आमर परम पूज्य शंकराचार्य को कोटि कोटि नमस्कार ये जो मैंने आज ये आमर संस्कृति रक्षा करने इस्कन जो अदिनिया रथयात्रा स्नान पूर्णिमा होची ता विरुद्ध स्वर उत्तोलन करिसेंती सरकार को धन्यवाद दूँ से चिठी लिखिं ये किभली भाव जो चिठी रे पढ़ा कथा जहाँ हवा कथा से अनुसार जदि भी भारत भितर इस्कन करुच्ची किंतु भारत बाहर सबु बेले अधीन सब काम करुच्ची। आप देखिए एवं आज गोटे रथयात्रा होती भारत बाहर तार गोटे जगन्नाथ संस्कृतिर गोटे नीति परंपरा रही से परंपरा अनुसार तिथि अनुसार देवस्नान पूर्णिमा हुए से तिथि अनुसार रथयात्रा हुए किंतु से माने आमर ये संस्कृति की नष्ट करने सब प्रकार चेष्टा करुँच। तेणु आमे आमर जेते जगन्नाथ मंदिर ओडिया भाई माने समस्ते आज आम गोटे मीटिंग करूँ डिस्कसन कलु जे आम को प्रतिवाद करूँ दृढ़ प्रतिवाद करूँ एवं इस्कन जो कम करें दृढ़ भाव में निंदा करुचु एवं आशा करुचु जे इस्कन एथुरु उतरी जाऊ नहले ओडिशा रे जेते इस्कन मंदिर अच्छी ता सामने प्रतिवाद करा इस्कन को
ଯେତେ ପ୍ରକାର ପ୍ରତିବାଦ ହେବା କଥା କରାଯିବ, କାରଣ ଜାତି ଆଉ ସଂସ୍କୃତିକି ବଜାଇ ରଖିବା ପାଇଁ ସମସ୍ତେ ଜଗନ୍ନାଥ ପ୍ରେମୀ ରାଉରକେଲାର ଯେତେ ଅଛନ୍ତି ସମସ୍ତଙ୍କୁ ବି ମୁଁ ଅପିଲ କରିବି, ସମସ୍ତେ ବାହାରି ଆସନ୍ତୁ, ଇସ୍କନ ବିରୁଦ୍ଧରେ ପ୍ରତିବାଦ କରନ୍ତୁ। ଆମର এই ପଶ୍ଚିମ ଓଡ଼ିଶା ଜଗନ୍ନାଥ ସଂସ୍କୃତି ଯାହା ସବୁ ଏଠି ଦିଲ୍ଲୀପ କର, ମୋହିନ ବାବୁ ଏବଂ ସୁନାକର ବାବୁ, ପୁରୁଣା ସବୁ ଯେତେ ଜଗନ୍ନାଥ ପ୍ରେମୀ ଅଛନ୍ତି ତାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେଉଛି ଯେ ସେମାନେ ଆଜି এই କଥାକୁ ହୃଦୟଙ୍ଗମ କରି ଆଜି ମିଟିଂ ଡାକିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି। ଧନ୍ୟବାଦ ସାର୍, ଧନ୍ୟବାଦ। ଆପଣଙ୍କ ପରିଚୟ ଓ ଆଜି ଏଇ ଯେଉଁ ବୈଠକ ହେଉଛି ତାର ସାରମର୍ମ। दिलीप कुमार कर उदित नगर जगन्नाथ मंदिर ट्रस्ट चेयरमैन। आज जो बैठक है श्री जगन्नाथ चेतना गवेषणा प्रतिष्ठान पुरी जो शाखा अच्छी राउरकेला आमर से विषय आम समस्त जगन्नाथ प्रेमी आम मैंने समस्त आराध्य और आमर प्राणर देवता होती महाप्रभु श्री जगन्नाथ ना को बिक्री करी विदेशी लोक मैंने केवल पैसा रोजगार करने आशार ये सब कार्यक्रम माने कुत्सित कर्मଗୁଡ଼ିକ କରୁଛନ୍ତି। महाप्रभु देखिरी विभिन्न समय रथ यात्रा, महाप्रभुर विभिन्न समय स्नान यात्रा, महाप्रभुर विभिन्न समय जो कार्यक्रम सब करुँच सब अनियमितता करुँच। जदि आम ख्रीष्ट धर्म अनुसार पचारा डिसेम्बर 25 को से डिसेम्बर 25 पालन न करी ख्रीष्टर जन्मदिन को से 10 तारीख जनवरी पालन करें कि जदि से कथा करें ताले आम आम जगन्नाथ भी जहाँ उत्सर्गित करने कथा आम करदेव। जदि से कथा करें ना ख्रीष्टर कार्यक्रम को एपट सेपट करें आम जगन्नाथ कार्यक्रम कहीं परमिशन देवु जे से करेंगे बोली। तेणु ये कार्यक्रम जो से बजाय रखिए ताले आंदोलनात्मक पंथा आम ग्रहण करूँ। दरकार पड़ो तर जेकोसी जगह इस्कन अनुष्ठान अच्छी से जगह प्रबल बेगर आम माने प्रतिवाद करूँ एवं से निश्चित यू कार्यक्रम आम विच्युत होगापी अनुरोध एवं आंदोलनात्मक पंथा ग्रहण करूँ। जय जगन्नाथ।